ବିବାହର 4 ମାସ ନ ପୂରୁଣରୁ ନବବଧୂକୁ ହତ୍ୟା। ବିବାହର 4 ମାସ ନ ପୂରୁଣରୁ ନବବଧୂ ହତ୍ୟା। ବାପଘର ଲୋକ ଆଣିଲେ ହତ୍ୟା ଅଭିଯୋଗ। ନବବଧୂ ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ସନ୍ଦେହ। ବିଜେଡିର କୁଜି ନେତା କେସ୍କୁ ଚପାଇ ଦେବାକୁ ଉଦ୍ୟମ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଧୀନସ୍ଥ ଆମ୍ଭିକି ପଞ୍ଚାୟତରେ ଘଟିଛି ଅଭାବନୀୟ ଘଟଣା। ବିବାହର 4 ମାସ ନ ପୂରୁଣରୁ ନବବଧୂର ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ମେରାଇନ୍ ଥାନା ଅଧୀନର ରାମନଗର ଗାଁର ଭରତ ଦାସଙ୍କ ଝିଅ ସୋନାଲି ଦାସ ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଆମ୍ଭିକି ପଞ୍ଚାୟତ କିଆଦା ଗ୍ରାମର ମାଧବାନନ୍ଦ ପରିଡ଼ାଙ୍କ ପୁଅ ରଶ୍ମିରଞ୍ଜନ ପରିଡ଼ାଙ୍କୁ ଦୀର୍ଘ 4 ମାସ ତଳେ ପ୍ରେମ ବିବାହ କରିଥିଲେ। ହେଲେ ବିବାହର 4 ମାସ ନ ପୂରୁଣରୁ ସୋନାଲି ଦାସ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଅଞ୍ଚଳରେ ଚହଳ ସୃଷ୍ଟି କରିଛି। କିନ୍ତୁ ବାପଘର ଲୋକେ ଯୌତୁକ ପାଇଁ ଅନେକ ସମୟରେ ଶାଶୁଘର ଲୋକଙ୍କୁ ମାଡ଼ ମାରନ୍ତି। ଏହା ପୂର୍ବରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କିଛି ଦିନ ତଳେ ଝଗଡ଼ା ଲାଗି ରହିଥିଲା। ହେଲେ ତାହାର ସମାଧାନ ହୋଇଯାଇଥିଲା ବୋଲି ଏରସମା ଥାନାରେ ଅଭିଯୋଗ କରିବା ସହ ଝିଅକୁ ହତ୍ୟା କରାଯାଇଛି ବୋଲି କହିଛନ୍ତି। ଅନ୍ୟପଟରେ ରଶ୍ମିରଞ୍ଜନର ବାପା ମାଧବାନନ୍ଦ କୌଣସି ଝଗଡ଼ା ହୋଇନଥିଲା କି ସେ ରସି ଲଗାଇ ଆତ୍ମହତ୍ୟା କରିଛି ବୋଲି କହିଛନ୍ତି। କିନ୍ତୁ ଆମ୍ଭିକି ପଞ୍ଚାୟତର ଜୈନିକ ବିଜେଡି କୁଜି ନେତା ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ନେଇ ସୋନାଲିଙ୍କ ବାପଘର ଲୋକେ କହିଛନ୍ତି। କିନ୍ତୁ ଏହାର କ'ଣ ରହିଛି ସତ୍ୟତା ତାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ହତ୍ୟା ନା ଆତ୍ମହତ୍ୟା କିଛି ଜଣାପଡ଼ିନଥିବା ବେଳେ ଘଟଣାର ଅଧିକ ତଦନ୍ତ ପାଇଁ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିବା ବେଳେ ମୃତକଙ୍କ ସ୍ୱାମୀ ରଶ୍ମିରଞ୍ଜନଙ୍କୁ ଏରସମା ପୋଲିସ ଥାନାରେ ଅଟକ ରଖିଛି। ହତ୍ୟା ନା ଆତ୍ମହତ୍ୟା ତାହା ପୋଷ୍ଟମର୍ଟମରୁ ଜଣାପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଡିଜିଟାଲ। सरपंच पेटसला ग्राम पंचायत देखो आम गत काली खबर पाइलु ये गोटे घटना घटी झीर बापा जी आमको फोन कला तामिलनाडु अच्छी तेणु आम आज आसिलु जे देखिलु झीटी घरे मरी पड़ी तेणु किभली भाव मरी तार पोस्टमार्टम पर सरकारी इनक्वारी पर जना पड़ अनुभव करा जेहेतु तार वास्तवता दृष्टिकोण देखा जाऊँगी मारी दि जाए स्पॉट रे तार नाकरू रक्त बाहर पाटू रक्त बाहर विभिन्न जगह चिन्ह टी रही दृष्टिकोण दाबी रोचे आसे मान प्रति दृढ़ कार्यानुष्ठान नि जाऊ एभली कार्य ये अंचल ये भारत वर्ष ओडिशा निश्चित ठिकाना टाइम ठीक जवाब ने आईन अनुसार जहाँ करने कथा निश्चिंत करेंगे आम भरोसा अच्छे। मो ना धरित्री दास मो झीर भौणी केतବେଳେ ଶୁଣିଲେ ଘଟଣା କେତେବେଳେ ଆସିକି ପହଞ୍ଚିଲେ? आमे शुणिलु 9टा 9:30 आड़कू आसिकी पहुँचु पहुँचु 3टा बाजिगला। मो भौणी को मर्डर कराई ता सासू ससुर ता स्वामी 3 जण मिसिकी मार देइचंती। हाँ पूर्वरु बहुत झगड़ा होतिले बहुत मारिथिले ता हाथ पात फटई देइथिले गोड़ फोड़ रक्त जमा कर देइथिले। बापा आसिकी मीटिंग बसैकी गले कहला आ मारिबुन बोलिकिना तापरे पुणी एई झगड़ा जाटी होउतिला भौणी फोन करके कहूला ता भीतर एमती करदेले। नाई आत्महत्या करनांती सी सकाळे फोन करची माँ को माँ कहूची माँ कौन करचु कहूची माँ मुझे खाई बसिली कहला रोसई पाइची कहला नाई रोसई पाइनी ता भीतर कहूची माँ रख टिके तम जोई फोन करचंती कहीकि काटिदेले ता घंटाए परे खबर आसी जे मो भौणी ना कौन बेकर दौड़ दे दी माँ फोन करथिले 8टा 8:30 आड़कू ता घंटा सी फोन कर कहूची तम जोई फोन करचंती रख कहीकि ना माँ काटिदेले फोन ता घंटाए 1.5 घंटा परे ता काका ससुर फोन करके कहउचंती तम झियो बेकर दौड़ी दे दीची माँ कहले तम मते धमके आमको धमकेइचंती मो माउसी आमको समस्त को खराब भाषा देइचंती धमकेइचंती तांको नाम कोन काली धमकेइले कहले कोन तमे जे तांको नारे केस करिवो तांको थाना रे पुरेइवो तांकर किछि करि परिबोनी हमको 5 मिनिट लागिबोनी तांको बाहर करियार तार गोटे बाळ भी बंका करि परिबोनी घर कोटी मु जानी सियाड़े किंतु तांको ना कोन नहीं कोउथले बे
ମାଇତି କଣ କଣ ଆଉ ଟିକେ ସୁଶାନ୍ତ ମାଇତି ସିଏ ମତେ ଧମକେଇଲେ କହିଲେ ତମେ ଯେ ତାଙ୍କର କେସ୍ ଦବ କେସ୍ ଦେଇକି କିଛି କରିପାରିବନି ଆମେ 5 ଖବର ମିନିଟ ଆମେ ଲାଗିବନି। କିଛି ଖବର ପାଇ ଆଲୋଚନା ହଁ କରିଥିଲେ ତାଙ୍କ ଘରେ ଆସି ଆମେ ଆଲୋଚନା କରୁଥିଲୁ ଆମକୁ କହିଲେ ତାଙ୍କ ଆର୍ଥିକ ଅବସ୍ଥା ଦେଖିକି ସେ ଯେତିକି ଦଉଛନ୍ତି ସେତିକି ନେଇକି ପଳାଅ। କିଏ ଏଇ ଆଉ କଥା କହିଲା କିଏ କହିଲା ସୁଶାନ୍ତ ମାଇତି ସେ ଏଇ କଥା ଆପଣ କହିଲେ। ତାଙ୍କ ଘରକୁ ଯାଇଥିଲେ ହଁ ତାଙ୍କ କାହିଁକି ଘରେ କାହିଁକି ଯାଇଥିଲୁ ସେଇଠି ସେମାନେ ଡକେଇଲେ ଯେ ଏଇଠି ଆସନ୍ତୁ ଏଇଠି ଭଲସେ କଥାବାର୍ତ୍ତା ହେଇକି ତାପରେ ଝିଅ ପାଖକୁ ଯିବେ ଆମକୁ ଛାଡିଲେନି ଝିଅକୁ ପଞ୍ଚାୟତର ଦେଖିବା ପାଇଁ ସରପଞ୍ଚ ଅତି ନ ଯାଇ ତାଙ୍କ ଅତି କାହିଁ ଗଲେ ସେମାନେ ଡକେଇଥିଲେ। ସେମାନେ ଡକେଇଥିଲେ ହଁ ସେମାନେ ଡକେଇଥିଲେ। ସେଠି ଅନୁଭବ କଣ କଲେ ଅନୁଭବ କଲୁ ସିଏ ବି ତାଙ୍କ ଗ୍ରୁପ ରେ ଅଛନ୍ତି ତାଙ୍କ ମା ନା କଣ ଭୋଟ ରେ ଛିଡା ହେଇଥିଲେ। ସେ ନିଜେ ଛିଡା ହେଇଥିଲେ ହଁ ସିଏ ଛିଡା ହେଇଥିଲେ ତାଙ୍କ ଦଳରେ ସିଏ ତାଙ୍କ ସହିତ ଅଛି। ତ ଆମେ କାଲି ଆସିକି ଆମକୁ ଏମିତି ବୁଲେଇ ବଙ୍କେଇ ଛାଡିଦେଲେ ଆମକୁ କରିବା ପାଇଁ ଦେଲେନି କହିଲେ କେସ୍ କରିକି କଣ କରିବ କରିକି କିଛି ଲାଭ ପାଇବନି ଆମକୁ 5 ମିନିଟ ଲାଗିବନି ବାହାର କରିବା ପାଇଁ। କିଏ କହିଲେ ସେଇ ସୁଶାନ୍ତ ମାଇତି କହିଲେ ତାଙ୍କର ଗୋଟେ ବାଳ ବି ଅଙ୍କା କରିପାରିବନି ଏମିତି କରି କହିଲେ। ଠିକ ଅଛି ସବୁ ସେୟା କଲ ଟିକେ ନା କହିଲ ସରସ୍ୱତୀ ଦାସ ମୋ ନାଁ। ତମେ ଯୋଉ ଝିଅ ମରିଛନ୍ତି ତାଙ୍କର କଣ ହେବ ତାଙ୍କର ଜେଜେମା ମୁଁ ହେବି। ତାଙ୍କୁ ସେଠି କେମିତି ଦେଖିଲେ କଣ ଅନୁଭବ ହଉଛି ସେ ତ ଟଣ୍ଟି ଚିପି ମାରିଛନ୍ତି ଝିଅକୁ ଆଗେ ଛାତିରେ ଗୋଇଠା ମାରିଛି ତାପରେ ଯାଇକି ଟଣ୍ଟି ଚିପି ଦେଇଛି ବ୍ଲଡ୍ ବାହାରିଛି। ପୂର୍ବରୁ କିଛି ଡିଷ୍ଟର୍ବ ଥିଲା ହଁ ଥରେ ହେଇଛି କଣ ଏ ଝିଅ ଆଉ ତା ମା ବାପ ସବୁ ତାମିଲନାଡୁ ଥିଲେ ଏ ପୁଅ ସେଠିକି କଣ କାମ କରୁଥିଲେ ଦି ଜଣ ଭଲ ପାଇକି ଆସିଛନ୍ତି ଆସିଲାକୁ ସେଠୁ ପୁଅକୁ ଖବର ଦେଲେ ମୋ ପୁଅ ନାଁ ଭରତ ଦାସ ପୁଅକୁ ଖବର ଦେଲେ ପୁଅ ସେଠୁ ଆସିଲେ ଏଠି ଗାଁରେ ଭଦ୍ରଲୋକ କେତେ ଡାକି ଦିନ ହେଲାଣି 3-4 ମାସ ହଉଛି ପଣା ସଂକ୍ରାନ୍ତି ବାଦେ ବାହାଘର ହେଇଛି ତାଙ୍କର ଏଇଠି ଗାଁରେ କଣ ଜଗନ୍ନାଥ ମନ୍ଦିର ଅଛି ମୁଁ ତ ନୂଆ ଏବେ ଆସିଛି ଜାଣିନି ଏ ବିଷୟରେ ସେଠୁ ବାହାଘର ହେଲେ ଗଲେ ଯାହା ଦବା କଥା ଆମର ଦେଲୁ ସୁନା ମୁଦି ଗୋଟା ଦେଇଛୁ ଆଉ ଟଙ୍କା 10,000 ଦେଇଛୁ ଗଡରେଜ ଫ୍ରିଜ ଏଗୁରା ସବୁ ଟିଭି ଫିଭି ଦେଇଛୁ ଯାହା ଝିଅକୁ ଦବା କଥା ଜାଣିଛନ୍ତି ତା ବାଦେ ତା ଭିତରେ କିଛି ଶୁଣନ୍ତୁ ମୁଁ କହୁଛି ଶୁଣନ୍ତୁ ଆମେ ଯାହା ତା ବାଦେ ଝିଅ ଥରେ ଗଲା ପଣା ସଂକ୍ରାନ୍ତି ବାଦେ ଆମେ ଆସିଥିଲୁ ନେବା ପାଇଁ ତାଙ୍କ ଶାଶୁ କହିଲେ ତା ଝିଅ ଅସୁବିଧା ଅଛି ଯିବନି ମନା କଲେ ତା ସୁବିଧା ଯେତେବେଳେ ହେଇଗଲା ସେତେବେଳେ ଆସିକି ତାଙ୍କ ବାପା ନେଇଗଲେ ଝିଅ ଜଇଁ ଗଲେ 2-4 ଦିନ ରହିଲେ ଆମ ଘରେ ରହିକି ଘରକୁ ଆସିଲେ ଘରକୁ ଯେତେବେଳେ ଆସିଲେ କହିଲା ତୋ ବାପା କତିରୁ ଯୌତୁକ ଆହୁରି ଆଣେ ବିଜନେସ୍ କରିବି ବେପାର କରିବି ଆଉ ହଁ ଆଉ ଗାଈ ଆଣିବୁ ଆମ ଜାତି ଭିତରେ ନିୟମ ଅଛି ଗାଈ ଆଣନ୍ତି ବାପ ଘରୁ ସେଠୁ ଇଏ ଝିଅ କହିଲା ମୋ ବାପ ତ ଗରିବ ଲୋକ 4ଟା ଭଉଣୀ ଆମେ ଆଉ କେମିତି କଣ ମୋ ବାପ ଦେଇପାରିବନି ମାରଧର କଲେ ଝିଅ ଫୋନ କଲା ତାଙ୍କ ବାପା ଆସିଲେ ଏ ଗାଁରେ ଭଦ୍ରଲୋକ ଡାକିକି ବିଚାର କଲେ ସେଠୁ ତାଙ୍କ ଶାଶୁ କହିଲେ ଆଉ ଆମେ ତା ଧିହରେ ଟିପ ଦବୁନୁ ଏଇ କଥା ବୁଝେଇ ବାଝେଇ ପୁଅ ମଝିରେ ମାରନ୍ତି ଫୋନ ଫାନ ନା ନାଇଁ ଗାଁ ଭଦ୍ରଲୋକ ବସିଥିଲେ ହଁ ଏଇଥରେ ହଁ ତା ବାଦେ ସେଠୁ କଣ କଲେ ନା ଝିଅର ବାପ କହିଲେ ଯେ ଆମେ ତ ଯାଉଛୁ ତାମିଲନାଡୁ ଆଉ ଝିଅକୁ ମାରଧର କରିବନି କଣ ଯଦି ଭୁଲ ଭାଲ କରିଥିବ ଆମକୁ ଜଣେଇବ ଏମାନେ ଆଉ ଜଣେଇ ନାହାନ୍ତି ତାପରେ ଏଇ ଖବର ସେ ମରିଗଲା ଝିଅ ଆମକୁ ଜଣେଇ ନାହାନ୍ତି ତାଙ୍କ ଖୁର୍ତ୍ତା ଶ୍ୱଶୁର ଆସିଥିଲେ ସେ ଫୋନ କରିକି ବଡ଼ ପୁଅକୁ ତାମିଲନାଡୁ କହିଲେ ଯେ ଏମିତି ମୋ ସାନ ଝିଅ ଯାଇଥିଲେ ତାଙ୍କ ଘରକୁ ଆଧାର କାର୍ଡ ଆଣିବାକୁ ଆଉ ଯାଇକି ଦେଖିଲାକୁ ତାଙ୍କ ଘରେ କେହି ନାହିଁ ତମ ଝିଅ ବେକରେ ଦୌଡ଼ି ଦେଇକି ମରିଛି ସେଠୁ ବଡ଼ ପୁଅ ଆଜ୍ଞା ସେଠୁ କହିଲେ ଆମେ ଝିଅ ପିଲା ସବୁ ଯୋଗାଡ଼ ଯାନ୍ତି କରିବୁ ଆସିବୁ ଆମେ ଆଉ କାଲି ସନ୍ଧ୍ୟାବେଳେ ଆଜି ଦେଇଛୁ ଆମେ ଏଥର ଯାହା ଏଠି ବୟାନ ଦଉଛି ସେଇଆ ଦେଇଛୁ ହଁ ଆପଣ ପରିଚୟ ଦେଲେ ନା ମାଧବାନନ୍ଦ ପରିଡ଼ା କିଛି ସାର୍ ନଥିଲା ଥରେ ସକାଳୁ ଉଠି ଆମେ ଯାଇଥିଲୁ ଘେରିକି ଯାଇଥିଲୁ ଘେରି ସୂତା ବାନ୍ଧି ଆସିଲା ବେଳକୁ ପୁଅ ବୋଉ 2 ଜଣ ଗୋଟାଏ ଥାଳିରେ ଖାଉଛନ୍ତି ପୁଅ ଯିବ ଘରକୁ ଯିବ କାମ କରିବି ବୋଲି ସେ 2 ଜଣ ଭୋକ କରୁଛି ପିଲା ଲୋକ ସେ ଖାଉଛନ୍ତି ସେଠୁ ମୋର ବି ଡ୍ୟୁଟି ହେଲାଣି ଟାଇମ୍ ହେଲାଣି ମୁଁ ରାଜମିସ୍ତ୍ରୀ କାମ କରେ ମୁଁ ଛାତ ପଡ଼ୁଛି ମୁଁ ଯିବି ବୋଲି ଆସିଲା ପୁଅ ବୋଉ ଖାଉଛନ୍ତି ସେଠୁ ମୁଁ ଗାଧୋଇ ପାଧୋଇ ଆସିଲି ବୋଉ କହିଲି ଖାଇବୁ ଦିଟା ନା ହଉ ବାପା ମୁଁ ଧୋଇ ଆସି ଖାଇବାକୁ ଦେବି ବୋଉ ବି ଖାଇବାକୁ ଦେଲା ଖାଇବାକୁ ଦେଇକରି ତାପରେ କଂସା ବି ନେଇକି ଗଲା ମୁଁ ଖାଇସାରିଲି ସେ ବସିଲା ସେଟା ଖାଇସାରି ସେ ତାର କଂସା ନେଇକି ଗଲା କଂସା ନେଇକି ଧୋଇକିରି ଇଏ କରିଛି ଆମେ ସେଠୁ ବୋଉ ବାପା 2 ଜଣ ବାହାରି ପଳେଇ ଆସିଲୁ ପୁଅକୁ ଆଣି ଗଡ଼ ଛକରେ ଛାଡ଼ିଲେ ତାଙ୍କର ଟିମ୍ ଯିବେ ଗଡ଼କୁଜ ତେଣୁ ସେ ତାଙ୍କୁ ଗାଡ଼ି ଛାଡ଼ିବି ସେ ତାର ଗାଡ଼ିରେ ପଳେଇବେ ମୁଁ ମୋର କଟିଗୋଳଟା ପଳେଇବି ଛାତ ଢଳକୁ ଯେ ଲଭ୍ ମ୍ୟାରେଜ କରିକି ଆଣିଥିଲା ଝିଅକୁ
ସେ ଆଣିଥିଲା ତା ଝିଅଙ୍କ ଘର ପଛରେ ମୁଁ ରିପୋର୍ଟ ପାଇଲି କେନ୍ଦ୍ରାପଡ଼ା। ହଁ ତାମିଲନାଡୁରୁ ଆଣିଥିଲା। ତାମିଲନାଡୁ। ଆଜ୍ଞା ଝିଅ ଘରଟା ହଉଛି ରାମନଗର କ'ଣ ପେଟଛେଲା। କେତେ ଦିନ ବିବାହ ହେଇଥିଲେ? ବିବାହର ଏଇ ପ୍ରାୟ 4 ମାସ ହବ ଏବେ ଆଉ। ଝଗଡ଼ା ହେଇଥିଲା ସାର୍ ସେ କେବଳ ତାଙ୍କର ଝିଅ କ'ଣ ଆଗ ଗୋଟେ ପିଲାକୁ କ'ଣ ଭଲ ପାଉଥିଲା, ସେଠି କ'ଣ ତାଙ୍କର ପାଟିତୁଣ୍ଡ ହେଇଥିଲା। ହେଲା ପରେ ତଥାପି ତାଙ୍କର କ'ଣ ମନ ବୁଝାବୁଝି ହେଇକି ସେ କହିଲା ମୁଁ ତାକୁ ଛାଡ଼ି ଦେଇଛି, ଅମକ ଦେଇଛି, ତମ ସାଙ୍ଗରେ ମୁଁ ଯିବି, ଅମକ ଦେଇଛି। ସେଠୁ ପୁଅ ଥିଲା ଗୁଜୁରାଟରେ, ଗୁଜୁରାଟ ଯାଇ ଝିଅ ଥିଲା ତାମିଲନାଡୁ, ତାକୁ ଯାଇକି ଆଣିଲା ଯେ ତମେ ଆସ ମୋତେ ବାହାଘର କରିନେବ, ରାମଚଣ୍ଡୀ ପୂଜା ହେଉଛି, ବାପା ଘରକୁ ଯିବେ, ମୋତେ ନେଲା ପରେ ବାହାଘର କରିବେ, ତମେ ଆସିକି ମୋତେ ନିଅ, ନହେଲେ ମୁଁ ଆତ୍ମହତ୍ୟା କରିବି। ମୁଁ ଶୁଣିବାକୁ ପାଇଲି ଯାହା, କିନ୍ତୁ ମୁଁ ତା ଦେହରେ ନଥିଲି, ଏହା ଶୁଣିବା ପାଇଲି। ସେଠୁ ପୁଅ ସେଠୁ ନେଇକରି ଗୁଜୁରାଟ ଗଲା, ଗୁଜୁରାଟରୁ ନେଇକରି ସେଠୁ ଆମ ଘରେ ଦାଦା ମରିଥିଲେ। ସେଠୁ ଗାଁ ବାଲା ବଲନ କଲେ ତମ ଅଣସୁଧିଆ ରହିବ, ଆମେ କେମିତି କ'ଣ ଇଏ କରିବୁ, କହିଲା ତମେ ତାକୁ ଡକାଅ। ଇଏ ଆମେ ଆଗରେ ଡକାଇବା ପୂର୍ବରୁ ତାଙ୍କ ଝୁଅ ଘର ଆସିଲେ ଖୋଜିକି ଯେ ତମ ପୁଅ ଆମ ଝୁଅକୁ ନେଇ ଆସିଛି, କୋଉଠି ରଖିଛ କୁହ। ଆମେ ଜାଣିନୁ ସେ ବାବଦରେ, ପୁଅ ଆଣିଛି ନା ତମେ ସବୁ ଜାଣିଛ। ମୁଁ କହିଲି ନାଇଁ ମୁଁ କିଛି ଜାଣିନି, ମୁଁ ଘରେ ସେ ପୁଅ ଛାଡ଼େ। ନା କେବେ ହେଇନି। ଏ ଆଗରୁ ବି ଆମ ସହିତ କି ପୁଅ ସହିତ ପଛେ ସେଟା ଆଗରୁ ହେଇଥିଲା, କିନ୍ତୁ ଏବେ ସେଦିନ ଠାରୁ ଆଉ କିଛି ନାହିଁ। ଗାଁ ବିଷ୍ଟୁ କିଛି ନାହିଁ, ଭଲ ମନ୍ଦ। ଏବେ ରଥକୁ ଯାଇଥିଲେ। ଏବେ ଚାହୁଁଛନ୍ତି କ'ଣ? କିଏ ଏବେ ସମସ୍ୟା ଯୋଉ ହେଇଛି ସମାଧାନ କେମିତି ଆମେ କେବଳ ମୁଁ ନ୍ୟାୟ ଚାହୁଁଛି। ଆମେ ତାକୁ କିଛି ଟର୍ଚର କରିନାହୁଁ। ସିଏ ତେଣୁକୁ ଯାହା ସହିତ ତାର ରିଲେଟିଭ୍ ଅଛି, ଭଲ ମନ୍ଦ ଅଛି, ତାକୁ ଧରା ହେଲେ ଆମେ ଟିକେ ଶାନ୍ତି ପାଇବୁ, ନ୍ୟାୟ ପାଇବୁ ଆମେ ନିଶ୍ଚୟ।